चुनू दुल्हा झुमनी Nung dia okoy. Ya mak mone benu ana. Ni prabu ipasong nem sahe. Dese kay dokta bo jom nyoga. Ne. यही तो बुद्धू माझी जोहार जुहा ମାନେ जुहा ଏସବୁ ନିଶ୍ଚିନ୍ତା ଲୋକ ତ होय आयो. ସେମାନେ ଗାଁ ଛାଡି ଚାଲି ଆସିଲେ ତଦନ୍ତ କେମିତି ହବ? ମୁଁ ଭାବୁଛି ଏତେ ବଡ଼ ଗୋଟେ ଘଟଣା ଘଟିଯିବା ପରେ ଆଉ କିଛି ଘଟିବନି, ହେଲେ ଗାଁରେ କେହି ନ ରହିଲେ ପୁରା ଗାଁଟା ଦଖଲ ହେଇଯିବନି? जोहार आयो नुई हेउची निश्चिंतार कांदरा ଓ ବସ ବସ। ଆଚ୍ଛା କାନ୍ଦ୍ରା, ଏ କାମ କିଏ କରିଛି ବୋଲି ଭାବୁଛ? गुंडा मानक कथारु जना पडुथिला उनको तो धनु सहर लोक ଠିକ୍ କେତେ ଜଣ ମରିଛନ୍ତି? 20 जन अतुरिन प्राय आधा आधी जुआन मरद चली गले ता छड़ा 13 जन कोई को बाही जाकना ବାହିଯାକନା ମାନେ କ'ଣ? इज्जत को नष्ट आका हाय आयो ତମେ ତମ ନିଜ ଲୋକଙ୍କ ବିଷୟରେ ଏମିତି କଥା କହୁଛ? ସେମାନଙ୍କର କ'ଣ ଦୋଷ? ଆଚ୍ଛା କାନ୍ଦ୍ରା, ତମେ ତମର ସ୍ତ୍ରୀ ଲୋକମାନଙ୍କୁ ନେଇ ନିଶ୍ଚିନ୍ତା ଫେରି ଯାଉନ? जे लेका नहीं जीबी माई जी से माने जे एक घुरिया पराचित बंगा न करी कि से माने ग्राम भित्रिते बान को बोल दया शास्त्र ना विधान लेकाते से माने बाही जेकना को. ବିଧି ଠିକ୍ ଏଇମିତି ତୁମେ ମାନେ ଫୁଲକୁ କଷ୍ଟ ଦେଇଛ। କାହିଁ ତୁମର ବିଧି ଦେଖେଇ ପାରିବ? ଆଚ୍ଛା ତମର ପ୍ରାୟଶ୍ଚିତ ପୂଜା କେବେ? पराचित बंगा लगी बहुत खर्च. ओकाहिलो से माने जोगाड़ करिवे इने हिलो बंगा हेबो.
ତମ ଗାଁକୁ ଆସି ଏଠି ନିଶୁନ୍ତାର ଲୋକମାନଙ୍କୁ ଦେଖିବି ମୁଁ ଜାଣିନଥିଲି। ମୁଁ ତମମାନଙ୍କ ପାଖକୁ ଅନ୍ୟ କାମରେ ଆସିଥିଲି। ଫୁଲର ଶବ କଥା ପୋଲିସକୁ ଜଣେଇ ଦେଇ ତମମାନେ ଖୁବ୍ ଭଲ କରିଛ। ଆଚ୍ଛା, ତ୍ରିଲୋଚନ ସିଂ ଫୁଲକୁ ଟେକି ନେଇଗଲା ବେଳେ ତମମାନେ କେହି ଦେଖିଛ? କହିପାରିବ? बांगा बांगा आले किछि हो बाले बड़ाया ତମେ ପରା ରଘୁର ବଡ଼ ବାପା। ତମେ କ'ଣ ଚାହ ନା ତମ ଭାଇର ଶାସ୍ତି କମ୍ ହେଇଯାଉ, ରଘୁ ଭଲରେ ରହୁ? ଆଲେ ଚାହିଁଲେ ବି ଚେର କରିପାରିବୁନି, ନହେଲେ ଆଲିଆ ଅବସ୍ଥା ଅନକା ହେବ। ଆଉ କ'ଣ ଘଟିବ? ଡରୁଛ କାହିଁକି? ମୁଁ ଭାବୁଛି ରଘୁ ମାର ସତ୍କାରଟା ଏଇଠି ହେବ, ଏଇ ଗାଁରେ। एक घरिया होइतबा भाई कान कुड़िया सत्कार हुई दया से बांगा बुझिबा को हबो। ତାହେଲେ ବୁଝ, କିନ୍ତୁ ରଘୁ ତା ମାର ସତ୍କାରଟା ଏଇଠି କରିବ। ଆୟ ଆୟ ଫୁଲକୁ ତିସ ବାଙ୍ଗିରି ପୋଷି ଆଣିବେ। ରଘୁ ଚେର ଲେଖା ଅଛି। ରଘୁ ଚେର ବାଙ୍ଗିରି ପୋଷିରେ ଅଛି, ସୋନିଆ ଜେଲରେ। ହେଲେ ରଘୁ ଯଦି ପରାଚିତଟା କରିଦିଏ, ଫୁଲଆ ସତ୍କାର ହୁଇ ଦାଳିଆ। ଫୁଲର ଶବ ସତ୍କାର ରଘୁ ହିଁ କରିବ। ଏତେ ଚିନ୍ତା କରିବାର କ'ଣ ଅଛି? ତା ଗାଁରେ ନହେଲେ ଶିମିଳିପାଳ ଜଙ୍ଗଲରେ ହବ। ବାଇଧର ଓ ପୋଲିସ ସାହାଯ୍ୟରେ ବାରିପଦାରୁ ଫୁଲର ଶବ ନେଇ ଆସିବେ। ଠିକ୍ ଅଛି, ତୁ ଟିକେ ବିଶ୍ରାମ ନେ। ରଘୁ, ତୁ ଏଇଠି ଖେଳୁଥିବୁ, କୁଆଡ଼େ ଯିବୁନି, ବୁଝିଲୁ? ରଘୁ, ରଘୁ, ରଘୁ।
ଅନ୍ଧାରଟାରେ କ'ଣ କରୁଛୁ ମା? କ'ଣ ହେଇଛି ମା? କିଛି ଭଲ ଲାଗୁନି ମଉସା। ବ୍ୟସ୍ତ ହନି, ସକାଳ ହେଲେ କିଛି ଗୋଟେ ବ୍ୟବସ୍ଥା କରିବା। बाबू घरे मिना बिना जोहार बाबू ଜୁହାର କଲ୍ୟାଣୀ। କୋଉଠୁ ପାଇଲା? तुरे बुलुथिला प्रशांत बाबू साहब कहते इहाँ तीरे पठेई देइछन्ति। କୁଆଡ଼େ ପଳେଇଥିଲୁ? ହଁ ଖାଇଛୁ? मौसा 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 କିଏ? ମୁଁ। ଆଚ୍ଛା ଆଚ୍ଛା, ରହ ମୁଁ ଖୋଲୁଛି। ତମର ଏଠିକି ଆସିବା କେହି ଦେଖିନାହାନ୍ତି ତ? ନା। ଠିକ୍ ଅଛି, ମୋର ଯାହା ସାହାଯ୍ୟ କରିବା କଥା କରିବି, କିନ୍ତୁ ତମେ ସବୁବେଳେ ସତର୍କ ରହିବ, ବୁଝିଲ? ହଁ। ରିଭଲଭରଟା କୋଉଠି? ଓ ସେମିତି କରନି। ଆଚ୍ଛା, ଗୁଳି ତକ ସାରି ଦେଇନ ତ? ନା, 20ଟା ଯାକ ଅଛି। ଦେଖ, ରିଭଲଭର ସହିତ ପୋଲିସ ହାତରେ ତମେ ଯେମିତି ଧରା ନ ପଡ଼, ତାହା ନହେଲେ ବେଆଇନ ଅସ୍ତ୍ର ରଖିବା ଦ୍ୱାରା ଆଉ ଗୋଟେ କେସ୍ ହେଇଯିବ। ଏଇ ଟଙ୍କା ନିଅ, ତମ ବାପା ପଠେଇଛନ୍ତି। ଦେଖ, ସାବଧାନେ ରହିବ, ପୋଲିସ ଚାରିଆଡ଼େ ତମକୁ ଖୋଜି ବୁଲୁଛି, ବୁଝିଲ? ମୁଁ ଯାଉଛି ମଉସା। ଶୁଣନ୍ତୁ, କିଏ? ରିଭଲଭରଟା ରଖିଦିଅନ୍ତୁ। ମୁଁ ପୋଲିସ ନୁହେଁ। ଓ ଆପଣ ଗଣସମ୍ବାଦ ଖବରକାଗଜର ରିପୋର୍ଟର, କିନ୍ତୁ ଆପଣଙ୍କୁ ଦେଲା ଭଳି କୌଣସି ଖବର ତ ମୋ ପାଖରେ ନାହିଁ। ଅଛି। ଆପଣ କିଏ? ପକେଟରେ ରିଭଲଭର ବି ରଖିଛନ୍ତି ଦେଖୁଛି। ଆଉ ପୋଲିସ ଆପଣଙ୍କୁ ଖୋଜି ବୁଲୁଛି କାହିଁକି? ଏତେ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋ ପାଖେ ସମୟ ନାହିଁ। ଲୁଚି ଯାଆନ୍ତୁ। କୋଉଠି ପ୍ରଶାନ୍ତ ମହାପାତ୍ର କୋଉଠି? सर ଯେତେ ସବୁ ଫାଲତୁ ଖବର, ରାତି ଅଧରେ ମଣିଷକୁ ହଇରାଣ କରିବା କଥା। ଆରେ ଚାଲ ଚାଲ। ଓ, ଆପଣ ତାହେଲେ ପ୍ରଶାନ୍ତ ବାବୁ, ଟେରରିଷ୍ଟ? ଯାହା ଇଚ୍ଛା ଭାବିପାରନ୍ତି। ଆପଣଙ୍କୁ ଅଶେଷ ଧନ୍ୟବାଦ। ବୁଝିପାରିଲିନି। ଆପଣ ରଘୁକୁ ଫେରେଇ ଆଣିଲେ। ମୁଁ ତାକୁ ଫେରେଇ ନ ଆଣିଥିଲେ ବି ଆପଣ ଠିକ୍ ପାଇଯାଇଥାନ୍ତେ। ହଉ, ଆପଣଙ୍କ ସାଙ୍ଗେ ଟିକେ ଜରୁରୀ କଥା ଥିଲା। ଆଜି ସମ୍ଭବ ନୁହେଁ। ତାହେଲେ କେବେ, କୋଉଠି ଦେଖା ହବ? କହିପାରୁନି। କଲ୍ୟାଣୀ, ଏଠିକି ଆ। ବସ୍। ତୋ ସୁବିଧା ପାଇଁ କବାଟ ଖୋଲା ରଖିଥିଲି, ଜାଣିଥିଲି ବାହାରକୁ ଯିବୁ। ତୋ ମନରେ ଅନେକ ପ୍ରଶ୍ନ, ଏଇଆ ତ? ପ୍ରଶାନ୍ତ ହେଉଛି ମୋ ବାଲ୍ୟବନ୍ଧୁ ହୋମ୍ ସେକ୍ରେଟାରୀ ଦିବାକର ମହାପାତ୍ରଙ୍କ ପୁଅ। ସତ୍, ପରିଶ୍ରମୀ, ଆଦର୍ଶବାଦୀ। ମୁଁ ତାର ଲୋକାଲ ଗାର୍ଡିଆନ। କିନ୍ତୁ ସେ ପିସ୍ତଲ ରଖିଛନ୍ତି। ତୋ ହାତରେ ବି ତ କ୍ୟାମେରା ଅଛି, ଏକା କଥା। ଜଣେ ଉଗ୍ରପନ୍ଥୀକୁ ସାହାଯ୍ୟ? ଉଗ୍ରପନ୍ଥୀ? ଉଗ୍ରପନ୍ଥୀ କିଏ ନୁହେଁ? ଆମେ ସମସ୍ତେ ତ ଉଗ୍ରପନ୍ଥୀ। ଏଇ ତୁ, ମୁଁ,